ପାଖରେ ଯାହାକି ପଇସା ନାହିଁ ଆଉ ପତିଲ ସାବିତ୍ରୀ ବ୍ରତ ପାଇଁ ଖାଲି ଶାଢ଼ୀ କିଣି ମାନେ ଆଜିର ସକାଳଟି ଆପଣମାନଙ୍କୁ ଗୁଡ୍ ମର୍ଣ୍ଣିଂ ଏବଂ ସକାଳ କାଠ ବହି ବସିବା ଧାନ ଟିକେ ହେଇକି ଦିଅ। କୁଆଡେ ଯିବି କହ? ମୁଁ ତ ଏଠି କାମ ଅଛି। ହଁ ଏଇଠି ତ ସାଙ୍ଗମାନେ ମୋଟୁ ପତଲୁର ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ଏବେ ମୋଟୁ ପାଖରେ ଯାହାକି ପଇସା ନାହିଁ ଆଉ ପତିଲ ସାବିତ୍ରୀ ବ୍ରତ ପାଇଁ ଖାଲି ଶାଢ଼ୀ କିଣିଦିଅ ଶାଢ଼ୀ କିଣିଦିଅ କହୁଛି। ମୋ ପାଖରେ ମାତ୍ର 300 ଟଙ୍କା ଅଛି ଆଉ ସେ କହୁଛି ଯେ ନାଇଁ ଗୋଟେ ଭଲ ଶାଢ଼ୀ ଦାମିକିଆ ଶାଢ଼ୀ 1500 ଟଙ୍କା ବାଲା କିଣିଦିଅ। ତ ସାଙ୍ଗମାନେ ମୁଁ କଣ କରିବି ମୋ ପାଖରେ ଏବେ ବର୍ତ୍ତମାନ ପଇସା ନାହିଁ। ତ ଦେଖିବା କୋଉ ଆମର ଆପ୍ ଫାପ୍ ଘରେ ଅଛି ସେ ଲୋନ୍ ଫୋନ୍ ମାରିବା ତାପରେ କିଣିଦବା ଆଉ ଯାହା ହେଲେ ବର୍ଷରେ ଥରେ ଆସୁଛି ନା ସାବିତ୍ରୀ ବର୍ଷ। ଯେତେ ସଫା କଲେ ବି ସେମିତି ନାଇଁ ଦେଖାଯିବ। ଯେମିତି ଟିକେ ଧୂଳି ଧୂଳି ଲାଗିଲେ ବି ଭଲ ଲାଗିବ। ନିଅ ଉକୁଣି ହେଇଛ ପରା। ଶାଢ଼ୀ ବସେଇ ନାଇଁ କି? ବସେଇ ବୋଲେ ବସାଅ ସେ କି? କଡ଼କଡ଼ିଆ ବିସ୍କୁଟ୍ ଏକା ସାଙ୍ଗେ ଖାଇବା। ଚାପାତି ନାଇଁନି? ଡେରି ହେଇଗଲା ତାକୁ ପାଇଥିଲ ନାଇଁ? ହାଁ? ଡେରି ହେଇଗଲା ତାକୁ ପାଇଥିଲ କି? ନାଇଁ ଡେରି କହିଲେ ମୁଁ ଗଲି ସେଇଠି ଗୋଟେ ନୂଆ ଦୋକାନ କରିଛନ୍ତି। କୋଉଠି? ହେଇଠି ଏଇଠି ଏଇ ପାଖରେ ତାଙ୍କର ଘର ପାଖରେ ତାର ପାଖରେ କରେ। ହେଇଟା ଯେ ସୁନିଲ ନା କିରେ କାଦଉଛି। ଚିକୁ ଭାଇ ସେ ଆଜବେଷ୍ଟର ଘରଟା ଛାତ ଘରଟା ଛାତ ଘର ଗୋଟେ ସେ ଉପରେ କରିଛି ଯେ ଦୋକାନଟା। ହଁ ସେଇଠି ତ ଆମେ ଭେଣ୍ଡି ପଚାରୁଛୁ। ସେଇଠି ଗୋଟେ କରିଛନ୍ ଆଉ ସେଇ ଏଇ ଛାତ ଘର ଲାଗି କରି ଯୋଉ ଆଜବେଷ୍ଟର ଦିଟା ନାଇଁ ଭେଣ୍ଡି ପଚାରୁନୁ ତୁମର ଘରେ ଭେଣ୍ଡି ଅଛି ନାଇଁ ତାଙ୍କର ଘରେ ବନାଇଁ। ସେଇ ହାଣ୍ଡିଆ ବିକନ୍ତି ଆଜବେଷ୍ଟର ଘର ପକେଇନି ହାଣ୍ଡିଆ ତାଙ୍କ ଘର ରାଉତ ଘର ପଟେଇନି। ନାଇଟରେ ଆହୁରି ବଢ଼ିଆ ଦେଖାଯାଉଛି ହୁଁ ପୁରା ହ୍ୟାଣ୍ଡସମ୍ ଟୋକାଟା। ଫଟୋ ଉଠଉଛନ୍ତି।